নমস্কার দর্শক বন্ধু, জয় জগন্নাথ। পবিত্র বিজয়া অমাবাস্ୟା উপলক্ষে আপনার অনেক অনেক শুভেচ্ছা ও শুভ অভিনন্দন। চলিত ইংরাজী জুলাই মাস 5 তারিখ 2024 মସିହା শুক্রবার দিন বিজয় অমাবাস্ୟା পালন করা এবং আষাঢ় মাসর শুক্লপক্ষ তিথি অমাবাস্ୟା পরঠাରୁ রহিব। মহাপ্রভুঙ্কর রথযাত্রা মধ্য আরম্ভ হইଯିବ। জুলাই মাস 9 তারিখ ঠাରୁ ମଧ୍ୟ କାଳ ଶୁଦ୍ଧି ଆରମ୍ଭ ହୋଇଯିବ, ଯାହା ଫଳରେ ସମସ୍ତ ପ୍ରକାର ଶୁଭ ମାଙ୍ଗଳିକ କାର୍ଯ୍ୟ ଗୁଡିକ ଆପଣ ଆଗାମୀ ଦିନରେ କରିପାରିବେ। ଅମାବାସ୍ୟା ତିଥିର ମହତ୍ଵ ମଧ୍ୟ ଅନେକ ରହିଛି। ଆପଣଙ୍କ ରାଶିରେ କିଭଳି ଶୁଭ ଫଳ ଗୁଡିକ ପ୍ରାପ୍ତି ହେବ ସେ ବିଷୟରେ ଆଲୋଚନା ଆଗକୁ କରିବା। ଯେହେତୁ ଶୁକ୍ରବାର ଦିନ ଅମାବାସ୍ୟା ରହୁଛି, ଆପଣ ପ୍ରାତଃ ସ୍ନାନ କରନ୍ତୁ। ଏହି ଦିନ ଗରିବ ଅସହାୟ ଲୋକଙ୍କୁ ସାହାଯ୍ୟ ସହଯୋଗ ଅଧିକ କରିବା ଆବଶ୍ୟକ। ବିଶେଷ କରି ଭୋଜନ ଦାନ ଦିଅନ୍ତୁ। ଆପଣଙ୍କ ଜୀବନରେ ସୁଖ ବଢିବ। ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଦିନଟି ଥିବାରୁ ଆପଣ ଘରେ ଗୀତା ଭାଗବତ ଇତ୍ୟାଦି ପାଠ କରନ୍ତୁ ଏବଂ ତାଙ୍କ ପାଇଁ କିଛି ସମୟ ମଧ୍ୟ କାଢନ୍ତୁ। ଅସୁସ୍ଥ ଗଛ ମୂଳରେ ଜଳ ଲାଗି କରିବା ସହିତ ଦୀପଟିଏ ମଧ୍ୟ ଲଗାଇବେ। ଅମାବାସ୍ୟା ରହୁଥିବାରୁ ଏହି ଦିନ ଫଳ ନିଷେଧ ରହିବ। ଆମିଷ ସେବନ କରିବା ଠିକ ନୁହେଁ। ଅମାବାସ୍ୟା ଯେହେତୁ ରହୁଛି, ଏହି ଦିନ କୁକୁର, କାଉ, ମଇଁଷି, ଗୋମାତାକୁ ମନ ଭରି ଖାଇବାକୁ ଦିଅନ୍ତୁ। ଆପଣଙ୍କ ଜୀବନରେ ମଧ୍ୟ ପୁଣ୍ୟ ଫଳ ଗୁଡିକ ପ୍ରାପ୍ତି ହୋଇଥାଏ। କୌଣସି ବିଧବା ଲୋକଙ୍କୁ ସାହାଯ୍ୟ ସହଯୋଗ ମଧ୍ୟ କଲେ ଆପଣଙ୍କ ଜୀବନରେ ସଫଳତା ମିଳିଥାଏ। ଅମାବାସ୍ୟାର ମହତ୍ଵ ମଧ୍ୟ ଅନେକ ରହିଛି। ଯେହେତୁ ଅମାବାସ୍ୟା ରାତ୍ର 4:27 ପର୍ଯ୍ୟନ୍ତ ଭୋଗ ହବ। ଅମାବାସ୍ୟାର ନିଶା ଏହି ଦିନ ପାଳନ କରାଯିବ। ଯେଉଁମାନେ ତନ୍ତ୍ର ମନ୍ତ୍ର ଇତ୍ୟାଦି ସାଧନା କରୁଛନ୍ତି ସେମାନଙ୍କ ପାଇଁ ଦିନଟି ମଧ୍ୟ ଭଲ ରହିବ। ସେ ସବୁ ସାଧନା ମାର୍ଗରେ ସେମାନେ ମଧ୍ୟ ଯାଇପାରିବେ। ଏହି ସମୟରେ ଆମେ ଯଦି ଦେଖିବା ଆପଣଙ୍କ ରାଶିରେ କିପରି ପରିବର୍ତ୍ତନ ରହିଛି ଆଗକୁ ଜାଣିବା। ବିଜୟ ଅମାବାସ୍ୟା ରହୁଥିବାରୁ ଆପଣ ମହାଦେବଙ୍କର ଉପାସନା ପ୍ରାତଃ ସ୍ନାନ ପରେ କରନ୍ତୁ। ମହାଦେବଙ୍କର ଉପାସନା ଅମାବାସ୍ୟା ଦିନ କରନ୍ତୁ ଏବଂ ଶ୍ରୀ ହନୁମାନଙ୍କର ଉପାସନା ମଧ୍ୟ କରନ୍ତୁ। ଯେଉଁମାନଙ୍କର କିଛି ସମସ୍ୟା ରହିଛି ସେମାନେ ମହାଦେବଙ୍କୁ ନିଜର ମନ କଥା ଏହି ଦିନ ଜଣାଇ ଦିଅନ୍ତୁ। ଦେଖିବେ ସମସ୍ୟା ବହୁତ କମ ଦିନ ମଧ୍ୟରେ ଲାଘବ ମଧ୍ୟ ହୋଇଯିବ। ହନୁମାନ ଚାଳିଶା ପାଠ କରି ଦୂର ସ୍ଥାନକୁ ଯାତ୍ରା କରିବା ଆବଶ୍ୟକ। ଘରେ ଯେତେ ପ୍ରକାର ଅଳନ୍ଧୁ ରହିଛି ତାକୁ ପରିଷ୍କାର ପରିଚ୍ଛନ୍ନ କରିଦିଅନ୍ତୁ। ଛାତକୁ ମଧ୍ୟ ପରିଷ୍କାର ପରିଚ୍ଛନ୍ନ କରିଦିଅନ୍ତୁ। ଅମାବାସ୍ୟା ଦିନ ଘର ସଫାସୁତୁରା କଲେ ଅଲକ୍ଷ୍ମୀ ଦୂରୀଭୂତ ହୋଇଯାଆନ୍ତି, ଲକ୍ଷ୍ମୀ ମଧ୍ୟ ଘରେ ବାସ କରିଥାନ୍ତି। ଶନିବାର ହଉ ବା ଅମାବାସ୍ୟା ଦିନ ପ୍ରତ୍ୟେକ ଘର ପରିଷ୍କାର ପରିଚ୍ଛନ୍ନ କରିବା ଆବଶ୍ୟକ ଏବଂ ଏହା ସହିତ ଲୁଣ ପାଣିରେ ଘରକୁ ପୋଛା ପୋଛି ଏହି ଦିନ ମଧ୍ୟ କରିଦେବା ଆବଶ୍ୟକ। ଦର୍ଶକ ବନ୍ଧୁ, ଆପଣଙ୍କ ରାଶିରେ କିଭଳି ଶୁଭ ଶୁଭ ଫଳ ଗୁଡିକ ପ୍ରାପ୍ତି ହେବ ସେ ବିଷୟରେ ଆଲୋଚନା କଲା ପୂର୍ବରୁ ଆଉ ଗୋଟେ ଉପାୟ ବିଷୟରେ ମୁଁ ଆପଣଙ୍କୁ କହୁଛି। ଅମାବାସ୍ୟାର ରାତ୍ରିରେ ଆପଣ ଚାରି ଛକରେ ଚାରି ମୁଖା ଦୀପଟିଏ ଲଗାଇବେ। ବିଶେଷ କରି ସୋରିଷ ତେଲର ଦୀପ ଯଦି ଲଗାଉଛନ୍ତି ଏବଂ କେହି ଏହାକୁ ଦେଖିବେ ନାହିଁ, ଆପଣ ଯିବା ବେଳେ କାହାକୁ କିଛି କହିବେ ନାହିଁ, ଆସିଲା ବେଳେ ଏକା ମୁହାଁ ହୋଇ ଘରକୁ ଫେରିବେ, କାହାକୁ କିଛି ମଧ୍ୟ କହିବେ ନାହିଁ। ଦେଖିବେ ଯୋଉ ସମସ୍ୟା ଗୁଡିକ ଆପଣଙ୍କର ଲାଇଫରେ ରହିଛି, ଆର୍ଥିକ କ୍ଷେତ୍ର ହଉ ବା ବିଭିନ୍ନ ପ୍ରକାର ଋଣରେ ଆପଣ ପୀଡିତ ରହିଛନ୍ତି, ଯାହା ଦୁଃଖ କଷ୍ଟ ଆସୁଛି ତାହା କିଛି ମାତ୍ରାରେ କିଛି ଦିନ ମଧ୍ୟରେ ଧୀରେ ଧୀରେ ଦୂରେଇ ଯିବ। ଆସନ୍ତୁ ଜାଣିବା ଆପଣଙ୍କ ରାଶିରେ କିଭଳି ଶୁଭ ଶୁଭ ଫଳ ଗୁଡିକ ପ୍ରାପ୍ତି ହବ। ଏହି ଦିନ ଶୁକ୍ରବାର ରହୁଥିବାରୁ ବିଛା, ଧନୁ, ମୀନ ରାଶିର ଘାତବାର ରହିବ। ଏହି ଦିନ ଦିବା 8:34 ଠାରୁ ଦିବା 10:13 ପର୍ଯ୍ୟନ୍ତ ରାହୁ କାଳ ରହୁଛି। ଯଦି କୌଣସି ବଶତଃ ଆପଣ ଯାତ୍ରା କରୁଛନ୍ତି, ଶ୍ରୀ ହନୁମାନଙ୍କର ପୂଜା କରି ଆପଣ ଦୂର ସ୍ଥାନକୁ ଯାତ୍ରା କରିବେ। କିନ୍ତୁ ବହୁତ ଦୂରକୁ ଯଦି ଯାତ୍ରା କରୁଛନ୍ତି, ରାହୁ କାଳ ପୂର୍ବରୁ ଆପଣ ଯାତ୍ରା କରନ୍ତୁ, କିନ୍ତୁ ରାହୁ କାଳ ଟାଇମ ପିରିୟଡରେ ଯାତ୍ରା ଆରମ୍ଭ କରନ୍ତୁ ନାହିଁ। ଏହି ଦିନ କନ୍ୟା ରାଶିରେ ଘାତ ଚନ୍ଦ୍ର ଭୋଗ ହବ। ପଞ୍ଚାଙ୍ଗର ସ୍ଥିତିରେ ଆମେ ଯଦି ଦେଖିବା, ମିଥୁନ ଚନ୍ଦ୍ର ଏହି ଦିନ ଅହରାତ୍ର ଭୋଗ ହବ। ମିଥୁନ ରାଶିରେ ଚନ୍ଦ୍ରଙ୍କର ଅବସ୍ଥାନ ଏହି ଦିନ ରହିବ ଏବଂ ରବିଙ୍କ ସହିତ ଚନ୍ଦ୍ରଙ୍କର ଯୋଗ ମିଥୁନ ରାଶିରେ ରହିବ। ଏହି ଦିନ କେଉଁ କେଉଁ ରାଶିରେ ଶୁଭ ଫଳ ଗୁଡିକ ଅଧିକ ବୃଦ୍ଧି ପାଇବ ସେ ବିଷୟରେ ଆସନ୍ତୁ ଜାଣିବା। ସର୍ବପ୍ରଥମ ରାଶି ମେଷ ରାଶି। ମେଷ ରାଶିରେ ଶୁଭ ଫଳ ବୃଦ୍ଧି ପାଇବ। ମିଥୁନ ରାଶିରେ ଶୁଭ ଫଳ ବୃଦ୍ଧି ପାଇବ, କିନ୍ତୁ ଆପଣଙ୍କ ରାଶିରେ ରବି ଚନ୍ଦ୍ରଙ୍କର ଯୋଗ ସୃଷ୍ଟି ହେଉଥିବାର ମାଇଣ୍ଡ ଟିକେ ଆପଣଙ୍କର ଫିକିଲ ରହିବ, ଅନ୍ୟ ମନସ୍କ ଟିକେ ଅଧିକ ହୋଇପାରନ୍ତି। ଧୈର୍ଯ୍ୟ ଧରି ପ୍ରତ୍ୟେକ କାର୍ଯ୍ୟ କରିବେ। କର୍କଟ ରାଶିରେ ଦୂର ସ୍ଥାନକୁ ଯାତ୍ରାର ସୁଖ ଆପଣଙ୍କୁ ମିଳିବାର ସମ୍ଭାବନା ରହିଛି। ସିଂହ ରାଶିରେ ଆର୍ଥିକ କ୍ଷେତ୍ରରେ ଉନ୍ନତି ଆସିବ। ଧନୁ ରାଶିରେ ମଧ୍ୟ ଶୁଭ ଫଳ ଗୁଡିକ ବୃଦ୍ଧି ପାଇବ।
ମକର ଏବଂ ମୀନ ରାଶିରେ ମଧ୍ୟ ଶୁଭ ଫଳ ଗୁଡ଼ିକ ବୃଦ୍ଧି ପାଇବାର ସମ୍ଭାବନା ଅଧିକ ରହିଛି। ଅନ୍ୟାନ୍ୟ ଯେଉଁ ରାଶି ଗୁଡ଼ିକ ରହିଲା ସେ ରାଶିରେ ଏହି ଦିନ ଶୁଭ ଫଳ ବେଶୀ ମିଳିବ ନାହିଁ, ସମସ୍ୟା କିଛି ନା କିଛି ରହିବ। ଆପଣ ଈଶ୍ୱରଙ୍କର ଉପାସନା କରନ୍ତୁ, ଦାନ ଧର୍ମ କରନ୍ତୁ, ଗୋମାତାକୁ ଖାଇବାକୁ ଦିଅନ୍ତୁ। ଦର୍ଶକ ବନ୍ଧୁ, ଏ ତ ଥିଲା ଅମାବାସ୍ୟାର ରାଶିଫଳ। ଆଶା କରେ ଆପଣଙ୍କୁ ଭଲ ଲାଗିଥିବ। କାର୍ଯ୍ୟକ୍ରମଟି ଯଦି ଭଲ ଲାଗିଛି, ଭଲ ଭଲ ମତାମତ ଗୁଡ଼ିକ କମେଣ୍ଟ ବକ୍ସରେ ଲେଖିବେ। ରହୁଛି, ଜୟ ଜଗନ୍ନାଥ, ଧନ୍ୟବାଦ।